ବାରତା ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 13 ପଦରେ ଆମମାନେ ଏହିପରି ପାଠ କରୁ। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍। ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ। ପରୀକ୍ଷା, ଶୈତାନ ପରୀକ୍ଷା ଦ୍ୱାରା ହିଁ ମନୁଷ୍ୟକୁ ପାପରେ ପକାଇଲା, ପୁଣି ମନୁଷ୍ୟ ପାପୀ ହେଲା। ପରୀକ୍ଷା ମନୁଷ୍ୟର ବ୍ୟକ୍ତିତ୍ୱ, ଗୁଣ ଓ କାର୍ଯ୍ୟକୁ ଈଶ୍ୱରଙ୍କର ବ୍ୟବସ୍ଥା ଅନୁସାରେ ପରଖ କରିଥାଏ। ପାପ ହେତୁ ମନୁଷ୍ୟ ପରୀକ୍ଷାରେ ବିଫଳ ହୋଇଯାଏ, କାରଣ ପାପ ତାହାର ଆତ୍ମାକୁ ଶୂନ୍ୟ କରିଦିଏ। ତାହାର କାର୍ଯ୍ୟ ଈଶ୍ୱରଙ୍କର ସମ୍ମୁଖରେ ନିରର୍ଥକ ହୋଇଯାଏ। ମନୁଷ୍ୟ ଦୁର୍ବଳ ଅଟେ, ତେଣୁ ସେ ପରୀକ୍ଷା ଓ ପ୍ରଲୋଭନର ସମ୍ମୁଖୀନ ହୋଇପାରେ ନାହିଁ। ପାପ ହେତୁ ଈଶ୍ୱର ମନୁଷ୍ୟ ନିମନ୍ତେ ଯେଉଁ ଦଣ୍ଡ ନିରୂପଣ କରିଅଛନ୍ତି, ତାହା ନର୍କ ଅଟେ। ମନୁଷ୍ୟକୁ ନର୍କ ଦଣ୍ଡରୁ ରକ୍ଷା କରିବା ନିମନ୍ତେ ପ୍ରଭୁ ଶ୍ରୀଖ୍ରୀଷ୍ଟ ମନୁଷ୍ୟ ରୂପ ଧାରଣ କଲେ, ଆଉ ମନୁଷ୍ୟ ସଦୃଶ ହୋଇ ମନୁଷ୍ୟର ପାପ ବୋଝ ଆପେ ବହନ କଲେ, ପୁଣି ମନୁଷ୍ୟର ଦଣ୍ଡ କ୍ରୁଶରେ ଭୋଗ କଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ଯେ କେହି ବିଶ୍ୱାସ କରେ, ସେ ପାପ ଓ ପାପର ଦଣ୍ଡରୁ ରକ୍ଷା ପାଏ। ଆପଣ ମଧ୍ୟ ଯେପରି ତଦନୁରୂପେ କରିବେ, ଆପଣଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା।